जानकी स्वामी এই দেখিল পদ্ম পুষ্করিণীরে পদ্ম ফুলটিଏ ফুটি পুষ্କରିଣୀର କିପରି ଶୋଭା ବର୍ଦ୍ଧନ କରୁଛି। ଆଉ ଭ୍ରମର ମାନଙ୍କ ଗୁଣୁଗୁଣୁ ଶୁଣିରେ ମନ ମୁଗ୍ଧ କରିଦେଉଛି। ଜାନକୀ ମନ ମୁଗ୍ଧ କରିଦେଉଛି। ଲକ୍ଷ୍ମଣ भाई এই ଦେଖ ଲକ୍ଷ୍ମଣ ସେଠାରେ କିପରି ମୟୂର ମୟୂରୀ ମାନେ ପୁଛ ଟେକି ନୃତ୍ୟ କରୁଛନ୍ତି। ଲକ୍ଷ୍ମଣ भाई ଜାନକୀ स्वामी ଏସବୁ ଦୃଶ୍ୟ ଦେଖି ତୁମମାନଙ୍କୁ କିପରି ଲାଗୁଛି। सତରେ स्वामी केते आनंद लगुची। ଭାତୁଦେବ ଏ ବନଭୂମିରେ ଶୋଭା ରାଜା ନଅର ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ହେଲେ ରାଜା ନଅରେ ରଖି ପ୍ରହରୀ ସୈନିକ ସବୁବେଳେ କୌଣସି ବିପଦ ଆପଦରୁ ଆମମାନଙ୍କୁ ଉଦ୍ଧାର କରିବା ପାଇଁ ସଜାଗ ହୋଇ ରହିଥାନ୍ତି। ହେଲେ ବନରେ ଆମକୁ ସଦା ସର୍ବଦା କେହି ନାହାନ୍ତି। ଆମ୍ଭେ ଆମକୁ ନିଜକୁ ରକ୍ଷା କରିବା ପାଇଁ ପଡ଼ିବ ଭାଇ। ଲକ୍ଷ୍ମଣ ଭାଇ ରାଜପୁରରେ ଥିଲେ ଦେହରେ ଟିକେ ଧୂଳି ବାଲି ଲାଗିବା କଷ୍ଟସାଧ୍ୟ। ହେଲେ ହେଲେ ଅରଣ୍ୟ ମଧ୍ୟରେ କଣ୍ଟା ଝଣ୍ଟା ପାହାଡ଼ ପର୍ବତ ରାସ୍ତାରେ ଆମକୁ ଅତିବାହିତ କରିବା ପାଇଁ ପଡ଼ିବ। ଲକ୍ଷ୍ମଣ ତୁମେ ଯାଅ ରାତ୍ର ଭୋଜନ ପାଇଁ ସବୁ ଫଳମୂଳ ଶେଷ ହୋଇଯାଇଛି। ତୁମେ ଯାଅ ଏ ଅରଣ୍ୟ ମଧ୍ୟରୁ କିଛି ଫଳମୂଳ ସଂଗ୍ରହ କରି ଆଣିବ। ଆଉ ମୁଁ ଆଉ ଜାନକୀ ଏ ପୁଷ୍କରିଣୀର ଶୋଭା ଦର୍ଶନ କରୁଛୁ। ଏ ମୁଁ ଯାଉଛି ଭାଇ, ବନ କିଛି ଫଳମୂଳ ସଂଗ୍ରହ କରି ଆଣିବି। ହଁ ଭାଇ, ଶୀଘ୍ର ବନ ଭ୍ରମଣ କରି କୁଟୀରକୁ ଫେରି ଆସିବି। ତେବେ ଯାଅ ଲକ୍ଷ୍ମଣ। ଏ ମୁଁ ଆସୁଛି ଭାଇ। ଜାନକୀ स्वामी এই ଦେଖିଲ ବନଟି କେତେ ସୁନ୍ଦର ହୋଇଛି। ଜାନକୀ এই ଦେଖିଲ କିପରି ବଡ଼ ବଡ଼ ବୃକ୍ଷରାଜି ଦେହରେ ମଧୁମାଳତୀ ଫୁଟି ଏ ସ୍ଥାନଟିକୁ ମହକାଇ ଦେଉଛି। ଜାନକୀ এই ଦେଖିଲ ଜାନକୀ ସେଠାରେ କିପରି ମୟୂର ମୟୂରୀ ମାନେ ପୁଛ ଟେକି ନୃତ୍ୟ କରୁଛନ୍ତି। ଜାନକୀ এই ଦେଖିଲ ମୃଗ ଶାବକ କିପରି ପୁଷ୍କରିଣୀ ଚତୁଃପାର୍ଶ୍ୱରେ ଖାଦ୍ୟ ଅନୁସରଣରେ ବୁଲି ବୁଲୁଛନ୍ତି। ସତରେ ଜାନକୀ ରାଜପ୍ରସାଦ ଏବଂ ଅରଣ୍ୟ ମଧ୍ୟରେ ଆକାଶ ପାତାଳ ପ୍ରଭେଦ। ଜାନକୀ ଆକାଶ ପାତାଳ ପ୍ରଭେଦ। स्वामी राजपुर थिले ए सब दृश्य कौन देखा मिलता। हे राजपुर रे दास दासी मान कोलाहल दिन कटुता सीना ए सब दृश्य देखा सात सपन। राजपुर चाकचक्य एवं अरण्यर सबुजिमा मध्य आकाश पाताल प्रभेद। स्वामी ଜାନକୀ स्वामी ଲକ୍ଷ୍ମଣ ଅରଣ୍ୟ ମଧ୍ୟରୁ କିଛି ଫଳମୂଳ ସଂଗ୍ରହ କରି ଆଣି କୁଟୀରରେ ଆମକୁ ଅପେକ୍ଷା କରିଥିବ। ତୁମେ ଆଉ ଡେରି ନ କରି ଚାଲ କୁଟୀରକୁ ଫେରିଯିବା। तेबे चलतु स्वामी। ଆସ ଜାନକୀ। ଆରେ ଏ କଣ ଭାଇ ଭାଉଜ ଏପର୍ଯ୍ୟନ୍ତ ବନରୁ ଫେରି ନାହାନ୍ତି। ହଉ ସେ ଯେତେବେଳକୁ ଆସନ୍ତି ଆସନ୍ତି, ମୁଁ ଏଇଠାରେ ଅପେକ୍ଷା କରିଥିଲି। ଲକ୍ଷ୍ମଣ ବନର ଶୋଭା ଦେଖି
ଟିକେ ଡେରି ହୋଇଗଲା। କ'ଣ କରିବି କହିଲୁ ଲକ୍ଷ୍ମଣ? ବନର ଶୋଭା ଦେଖି ଜାନକୀ ତ କୁଟୀରକୁ ଫେରିବା ପାଇଁ ଇଚ୍ଛା କରୁନାହାନ୍ତି। ତେଣୁ ଟିକେ ବୁଲୁ ବୁଲୁ ଟିକେ ଡେରି ହୋଇଗଲା। ମା ଲକ୍ଷ୍ମଣ, ମା ତୁମେ ବୋଧେ ଆମ ଉପରେ ରାଗିଛ। କ'ଣ କରିବା କହିଲ? ରାଜପୁରରେ ଥିଲେ ଏ ବନର ଅପୂର୍ବ ସୌନ୍ଦର୍ଯ୍ୟ କ'ଣ ଦେଖିବାକୁ ମିଳିଥାନ୍ତା ଲକ୍ଷ୍ମଣ? ମା ମୁଁ ବନରୁ ଫଳମୂଳ ସଂଗ୍ରହ କରି ଆଣିଛି। ଆପଣ ଭାଇଙ୍କୁ ଖାଇବାକୁ ଦେଇ ନିଜେ ଖାଆନ୍ତୁ। ମୁଁ ଏଇ କୁଟୀର ନିକଟରେ ବସିଛି। ଆରେ ସତେ ତ ଭାଇ ମୋର ଯାହା କହୁଥିଲା ଠିକ କଥା। ଏ ତ ସେଇ 3 ଜଣ, 2 ଜଣ ତପସ୍ୱୀ ଏବଂ ଜଣେ ରମଣୀ। ଆହା, କେଡ଼େ ସୁନ୍ଦରୀ ହୋଇଛି ସେ ରମଣୀ। ଆରେ ଏ 2 ଜଣ ଯୁବକ, ଆଙ୍କ ଶୋଭା କମ୍ ନୁହେଁ। ପଦ୍ମ ଫୁଲ ପରି ଆଖି, ଗୌର ବନ ପରି ଶରୀର, ଆଉ ଚମ୍ପା କର ପରି ଆଙ୍ଗୁଳି। ସତେ ଯେପରି ସ୍ୱର୍ଗପୁରରୁ ଇନ୍ଦ୍ର ଏଠାକୁ ଆସିଛନ୍ତି। ଯାଉଛି ମାୟା ବେଳେ ଅସୁରୁଣୀ ରୂପ ପରିତ୍ୟାଗ କରି ଏକ ସୁନ୍ଦରୀ ରମଣୀ ତାଙ୍କ ନିକଟକୁ ଯିବି, ଆଉ ତାଙ୍କ ଭିତରୁ ଜଣକୁ ବାହା ହୋଇ ସୁଖରେ ରହିବି। ଯାଉଛି ମାୟା ବେଳେ ଅସୁରୁଣୀ ରୂପ ପରିତ୍ୟାଗ କରି ଏକ ସୁନ୍ଦରୀ ରମଣୀ ତାଙ୍କ ନିକଟକୁ ଯିବି। ମୋ ନାମ ସୁପନେଖା। ମୁଁ କାହାର ନୁହେଁ, ଏମିତିକି ମୋ ଭାଇ ଦଶାନନ ନୁହେଁ। ମୋତେ ମୋ କାର୍ଯ୍ୟ ହାସଲ କରିବାକୁ ପଡ଼ିବ। ଯାଉଛି ସେ ମାଇକିନାକୁ ମାରି ସେ ସୁନ୍ଦରିଆ ଯୁବକୁ କିପରି ପତି ରୂପରେ ଗ୍ରହଣ କରିବି, ତା ପାଇଁ ବ୍ୟବସ୍ଥା କରିବାକୁ ପଡ଼ିବ। ନାଗର, ଏ ନାଗର, ନାଗର, ଏ ନାଗର। କିଏ କିଏ ତୁମେ ନାରୀ? ଏ ନିଘଞ୍ଚ ଅରଣ୍ୟ ମଧ୍ୟରେ ଏକା ହେଇ ବୁଲୁଛ କାହିଁକି? ନାଗର, ତୁମେ କେବେଠାରୁ ଆସି ଏଠି କୁଟୀର କରି ରହିଲଣି ମ? ତୁମେ କ'ଣ ଜାଣିନାହଁ ଏ ଅସୁର ରାଇଜ ବୋଲି? ତଥାପି ତୁମେ ତୁମ ଜୀବନକୁ ପାଣି ଛଡ଼ାଇ ଏଠି ଆସି ରହିଛ। କହିଲ, ତୁମ ନାମ କ'ଣ? ଆଉ ତୁମ ଘର କେଉଁଠି? ଆଉ ତୁମ ପିତାଙ୍କ ନାମ କ'ଣ? କିଏ ରେ ସୁନ୍ଦର ଏହି ବନର, କେବେଠାରୁ ରହି ଅଛ ଏଠାର, ଲତା କରିଛ ଧାରଣ। କେଉଁ ପ୍ରକାରିଆ ବାବାଜୀ ତୁମେ ନ ବୁଝି ପାରଇ ଜାଣ, ନାଗରେ ନ ବୁଝି ପାରଇ ଜାଣ। କେଉଁ ଦେଶ କଳା ତୁମର, କାହାର ତୁମେ ଅଟ କୁମର, ଏ ବନରେ କାହିଁ ପାଇଁ ଆସିଛ କୁଟୀର କରି ରହିଅଛ? ତୁହରେ ମତେ ବୁଝାଇ, ନାଗର ତୁହରେ ମତେ ବୁଝାଇ। ରାଜପୁତ୍ର ପରି ଦିଶୁଛ କହିଁ, ଘର ଦୁଆର ତୁମ୍ଭର ନାହିଁ। ଏକ ନାରୀ 2 ଭାଇ, ଧରି ନ ରହିଛ ଏ ବନ ମଧ୍ୟରେ, ଦିନକ ଦୀପ ଭାସଇ, ଦିନକ ଦୀପ ଭାସଇ। ପାଇବା ପାଇଁ ମୋର ପ୍ରବଳ ଇଚ୍ଛା ହଉଛି। କୁହ, ତୁମ ଘର କେଉଁଠାରେ? ସୁନ୍ଦରୀ, ଯେବେ ପଚାରିଲ ପରିଚୟ ମୋର,
ତେବେ ଶୁଣ କହୁଅଛି ମୁଁ ସୁଲ ସୁନ୍ଦରୀ ଲୋ ଏବେ ପରିଚୟ ଆମ୍ବର ଶୁଣ ରମଣୀ ଲୋ ଏବେ ପରିଚୟ ଆମ୍ବର ଅଯୋଧ୍ୟାରେ ଆମ୍ବ ଗର ଦଶ ରଥ ମୋ ପିୟର ଏଇ ପରିଚୟ ଆମ୍ବର ଅଟେ ଭାରି ଜାମର ସୀତା ନାମ ଅଟେ ଭାରି ଜାମର ସୀତା ନାମ ଜଗତ ନନ୍ଦିନୀ ପ୍ରେମୀ ତାରେ ତାଙ୍କ ଘର ଏଇ ପରିଚୟ ଆମର পিতৃ সত্য পালি মুই সঙ্গে ভাই ভাজানে পিতৃ সত্য পালি মুই সঙ্গে ভাই ভাজানে আসিছি ঘর কাননে কাটি বাসুদিন কাଳ এই পরিচয় আম্বর বনরে কাহি পাই তুমি ভুলুছ বনরে কাহি পাই তুমি ভুলুছ তুম্ব পরিচয় প্রতি অভাবে নিকর এই পরিচয় আমার আচ্ছা সুন্দরী ଆମେ ଯେ ବନବାସୀ ଆମ ନିକଟରେ ତୁମର କ'ଣ କାମ ଯେ ଆମ ନିକଟକୁ ଆସିଛ ଏବେ ତ ମୋ ପରିଚୟ ପାଇଲ ଏବେ ତୁମ ପରିଚୟ ପ୍ରଦାନ କର ତେବେ ଶୁଣ ମୋ ନାମ ସୁପର୍ଣ୍ଣେଖା ମୋ ପିତା ହେଲେ ବିଷବା ଋଷି ମୋ ଭାଇ ରାବଣ କୁମ୍ଭକର୍ଣ୍ଣ ବିଭୀଷଣ ମୋ ଭାଇ ରାବଣ ମୋ ସ୍ୱାମୀ ବିଦୁଜୁଆଙ୍କୁ ଭୁଲ ବଶତଃ ବଧ କରିଥିଲେ ଆଉ ତାପରେ ତାଙ୍କ ଭୁଲ ବୁଝିପାରି ମତେ ଦଣ୍ଡକାରଣ୍ୟ ସମର୍ପଣ କରିଦେଇଥିଲେ ମୁଁ ଏଠାରେ ଘର ଦୂଷଣ ତିସିରାଙ୍କୁ ନେଇ ରହୁଛି ଆଚ୍ଛା ସୁନ୍ଦରୀ ଆମ ନିକଟରେ ତୁମର କ'ଣ କାମ ଅଛି କଣ କହିଲ କାମ ଅଛି ହଇଏ ଦେଖିଲ ମୁଁ କେଡ଼େ ସୁନ୍ଦର ଦେଖାଯାଉଅଛି ମୁଁ ପରା ତୁମକୁ ପତି ରୂପରେ ଗ୍ରହଣ କରିଛି ସୁନ୍ଦରୀ ତୁମେ ଯଦି ମତେ ପତ୍ନୀ ରୂପରେ ଗ୍ରହଣ କର ଦେଖିବ ଭାରି ମଜା ହେବ ଆମେ ପାହାଡ଼ ପର୍ବତ ଭିତରେ ବୁଲୁଥିବା ବେଳେ ଆମକୁ କାଉଠୁ କୋଇଲି ପର୍ଯ୍ୟନ୍ତ ଚାହିଁ ରହିଥିବେ ସୁନ୍ଦରୀ ଦେଖୁଛ ମୁଁ ବିବାହିତା ନିକଟରେ ମୋର ସ୍ତ୍ରୀ ତୁମେ ୟାଙ୍କର ସୌତିନୀ ହୋଇ ରହିଲେ କ'ଣ ସୁନ୍ଦର ଲାଗିବ ସୁନ୍ଦରୀ ଏଇ ଦେଖ ସେଠାରେ ଯିଏ ବସିଛି ସିଏ ମୋର ସାନ ଭାଇ ଲକ୍ଷ୍ମଣ ତା ପାଶକୁ ଯାଅ ତାକୁ ସମସ୍ତ ବିଷୟ କୁହ ସେ ଯଦି ତୁମକୁ ସ୍ତ୍ରୀ କରି ରଖିବ ମୋର କିଛି ଆପତ୍ତି ନାହିଁ ଆରେ ସତେ ତ ଇଏ ସିନା ବିବାହିତା ହେଲେ ସେ ଟୋକାର ତ ମାଇକିନା ନାହିଁ ଯାଉଛି
କଳେ ବଳେ କୌଶଳେ ତାରି ପତ୍ନୀ ହେବି। ସେ ଯଦି ମୋ କଥାରେ ରାଜି ହୋଇଯାଏ ଭାରି ମଜା ହେବ। ଏଇଠି ସେ ମୋ କଥାରେ ରାଜି ହେବେ ଟି? ସୁନ୍ଦରୀ, ଥରେ ଯାଇ ଦେଖ ସେ ତୁମ କଥାରେ ରାଜି ହେଉଛି କି ନାହିଁ। ଏଇଠି ମୁଁ ତାଙ୍କ ନିକଟକୁ ଯାଉଛି। ସେ ଯଦି ମୋ କଥାରେ ରାଜି ହୋଇଯାଆନ୍ତି ନା, ଦେଖିବ ଭାରି ମଜା ହେବ। ମୁଁ ତେବେ ଆସୁଛି। ତେବେ ଯାଅ ସୁନ୍ଦରୀ। ଜାନକୀ, ସ୍ୱାମୀ, ଏବେ ଚାଲ କୁଟିରରେ ରହି ଦେଖିବା ଲକ୍ଷ୍ମଣ ସବୁ କଣ କରୁଛି। ତେବେ ଚାଲନ୍ତୁ ସ୍ୱାମୀ। ଆସ ଜାନକୀ।